ମୋ ନା ଆଲୋକ କୁମାର ଦାସ। ମୁଁ ଏଇ ଯୋଉ ହଷ୍ଟେଲ ଓନର। ସେ ଆମେ ତ ଜାଣିନୁ କଣ ଜିନିଷ ହେଇଛି। ଆମେ ପିଲା ସବୁ ଫୋନ କଲେ ମତେ, ମୁଁ ଥିଲି ଚରମ୍ବାର ଥିଲି, ଆଉ ମୁଁ ଆସିକି ପହଞ୍ଚିଲି। ସେ ବାଥରୁମ ସକାଳେ ବି କ୍ଲାସ ଯାଇଛି, ଆଉ କ୍ଲାସ ବି ଆସି କାଲି ରାତିରେ ବି ମିଲ୍ ଖାଇଛି। ତାପରେ କଣ ତାର ପର୍ସନାଲ ପ୍ରୋବ୍ଲେମ ତ ଆମେ ସେ ବିଷୟରେ କହିପାରିବୁନି। ଆଉ ଆସିଲା ପରେ କବାଟ ଡୋର ଖୋଲିଲା, ବାଥରୁମ ପିଲା ବାଥରୁମ ଯିବା ପାଇଁ ଡୋର ଖୋଲିଲା ବେଳକୁ ବାଥରୁମ ଭିତରେ ତାର କଲେଜ ଏପ୍ରୁନ୍ ସହ ବେକରେ ଲଗେଇ ଦେଇଛି। ତାପରେ ଆମେ ସାଙ୍ଗେ ସାଙ୍ଗେ ମୁଁ ଆଉ ହଷ୍ଟେଲକୁ ନ ଆସି ଡାଇରେକ୍ଟ ଟାଉନ ଥାନାକୁ ଗଲି। ଟାଉନ ଥାନାରେ ଆଇଏସ୍ ଜଣେଇଲି, ଆଉ ଆମ୍ବୁଲାନ୍ସ ମଧ୍ୟ ଫୋନ କଲି। ତାପରେ ମୁଁ ଡାଇରେକ୍ଟ ଆସି ପଞ୍ଚାୟତରେ ସାର୍ ଭ୍ୟାନ ପଠେଇଲେ। ତାପରେ ଏଇ ତ ଆପଣ ସେ +3 ଫାର୍ଷ୍ଟ ଇୟର ପଢୁଥିଲେ। ଆଉ ତାଙ୍କ ଘରଟା ସେଇ ଆପଣଙ୍କର ବାସଦେପୁର ସାଇଡ୍। ତାଙ୍କ ଗାର୍ଡିଆନକୁ ବି ଜଣେଇ ଦେଇଛି। ହଁ ଆସୁଛନ୍ତି, କହିଲେ ଫୋନ କରିଥିଲେ ଆସୁଛନ୍ତି। ଆଉ କଣ ତାର ପର୍ସନାଲ କଣ ହେଇଥିବ ସେଟା ତ ଆମେ ତ ସନ୍ଦେହ ଭିତରେ ଅଛୁ, ଆମେ ତ ଜାଣିନୁ। ଇନକ୍ୱାରି ପରେ ଯାହା ଜାଣିଥିବ ମୁଁ ତାଙ୍କୁ ଜାଣିବି, ସେ ଯାହା ସାର୍ ମାନଙ୍କର କହିବେ। ପ୍ରାରମ୍ଭିକ ସୂଚନାରୁ ବର୍ତ୍ତମାନ ସୁଦ୍ଧା ଆମେ କୌଣସିରେ କନଫର୍ମ ହେଇପାରିନାହୁଁ। ବର୍ତ୍ତମାନ ତା ଗାର୍ଡିଆନ ବି ଅଛନ୍ତି, ଷ୍ଟୁଡେଣ୍ଟ ଅଛନ୍ତି, ତା ରୁମମେଟ୍ ଅଛନ୍ତି, କ୍ଲାସମେଟ୍ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାଇମା ଫେସି କିଛି ଜଣାପଡ଼ୁନାହିଁ। ଯାହା ଜଣାପଡ଼ୁଛି ହୁଏତ ଆମେ ଆଉ ଟିକେ ଫର୍ଦର ଇନକ୍ୱାରି ପରେ ଡିଟେଲ୍ସ ବାହାରି ପାରିବୁ। ଜଷ୍ଟ ତ ଇନସିଡେଣ୍ଟ ହେଲା, ଆମେ ଅଧଘଣ୍ଟା ଭିତରେ ଦେଖୁଛୁ। ତେଣୁ ଯାହା ପ୍ରପର ଯାହା ହେବା କଥା ଆମେ ମାଜିଷ୍ଟ୍ରେଟଙ୍କୁ ଡାକିଛୁ, ସାଇଣ୍ଟିଫିକ୍ ଟିମ୍ ଆସିଛି। ଯେମିତି ହେବା କଥା ପ୍ରପରଲି ଇନକ୍ୱେଷ୍ଟ ହେବ। ତାପରେ ପୋଷ୍ଟମର୍ଟମ୍ ବି ବାଇ ଏ ଟିମ୍ ଅଫ୍ ଡକ୍ଟର୍ସ ଆମେ କରୁଛୁ। ତେଣୁ ପୁରା ଟ୍ରାନ୍ସପାରେନ୍ସି ଆମେ ମେଣ୍ଟେନ୍ କରୁଛୁ। ଏଥିରେ ଯାହା ଜଣାପଡ଼ିବ ହୁଏତ ଆଉ କିଛି ସମୟ ପରେ ଆମେ ହୁଏତ କିଛି ଇନଫର୍ମେସନ୍ ପାଇପାରୁ। ଆଉ ଅପେକ୍ଷା କରିବାକୁ ପଡ଼ିବ ଟିକେ ପୋଷ୍ଟମର୍ଟମ୍ ପର୍ଯ୍ୟନ୍ତ। ମୋବାଇଲ ମଷ୍ଟ ପ୍ରୋବାବ୍ଲି ଆମେ ଯାହା ଭାବୁଛୁ ରିଙ୍ଗ ହେଉଛି, ସେଟା ତା ନିଜ ପକେଟରେ ଅଛି। ତେଣୁ ମୋବାଇଲ ନମ୍ବର ଆମ ପାଖରେ ଅଛି, ମୋବାଇଲ ବି ଆମେ ପାଇବୁ, ଏଇଠି ଅଛି। ତେଣୁ ମୋବାଇଲ ସିଜ୍ ହେବ, କିଛି ଅସୁବିଧା ନାହିଁ। ତା ପାଖରେ ଅଛି, ତା ବାପା ମା ଆସିଗଲେଣି। ମହିଳା ନୁହେଁ, ତା ସାଙ୍ଗମାନେ ଆସିଥିଲେ, ତା କ୍ଲାସମେଟ୍ ଯେଉଁମାନେ ଆଗରୁ ପଢ଼ୁଥିଲେ ସେମାନେ ଓମେନ୍ସ କଲେଜରେ ପଢ଼ୁଛନ୍ତି, ସେମାନେ ଆସିଥିଲେ। ମହିଳା ନୁହନ୍ତି, ତାର ସାଙ୍ଗ ଛାତ୍ରୀ ଦୁଇ ଜଣ। ହଁ, ସିସିଟିଭି ଭିଜୁଆଲ୍ ବି ଆମେ ଚେକ୍ କରୁନି। ଫର୍ଦର ଆମେ ବି ତାର ଡାଟା ବି ନେଇକି ଯିବୁ, ଫର୍ଦର ଚେକ୍ କରିବୁ। ଏଇଟା ଟୋଟାଲ୍ ଆମେ ଯାହା ଜାଣିଲୁ ତ ଲେଡ଼ିଜ୍ ମେସ୍, ଏଠି ଷ୍ଟୁଡେଣ୍ଟମାନଙ୍କ ଛଡ଼ା କାହାର ଏଣ୍ଟ୍ରି ଭିତରକୁ ନଥାଏ।